ହେଲା ପୁରା କ୍ଲିୟର ଦିଶୁଛି ତ? ପୁରା କ୍ଲିୟର ଦିଶୁଛି? ଆଜ୍ଞା ପୁରା କ୍ଲିୟର ଦିଶୁଛି ନା ଝାପସା ଝାପସା ଦିଶୁଛି? ଆଜ୍ଞା ହେଲା କ୍ଲିୟର। ତ ସମସ୍ତେ ମୋବାଇଲ ଟାକୁ ଏମିତି କରିଦବ ହେଲା, ଏମିତି କରିକି ଦେଖିବ। ଆଉ ସମସ୍ତେ ଅନଲାଇନ କ୍ଲାସ କରିବ ମାନେ ପାଖରେ ଗୋଟେ ଖାତା ଧରିଥିବ ହେଲା। ଖାତା ଧରିଥିବ ଆଉ ବସିକି ସମସ୍ତେ ଦେଖ, ଯେମିତି ଶୋଇକି ନ ଦେଖ ହେଲା। ଖାତା ଧରିଛ ନା, ଖାତା ପେନ୍ ଧରିଛ ନା? ସାର୍ ସେମିତି ହଉଛିନି ମୋର। ଏମିତି ହଉନି? ଏମିତି ଖାତା ପେନ୍ ପାଖରେ ଅଛି ସାର୍। ଖାତା ପେନ୍ ଧର ହେଇଯିବ ହେଲା। ଖାତା ପେନ୍ ଧର। ନାଇଁ ସାଇଟ୍ ମାରିଲେ ହଉଛି। ହଉନି? ହଉ ତାହେଲେ ଯେମିତି ସୁବିଧା ହଉଛି ସେମିତି ରଖ ହେଲା। ଖାତା ପେନ୍ ଧରିଛ ନା ପ୍ରିୟା? ହ୍ୟାଲୋ ରୋହିତ। ହଁ ରୋହିତ ଖାତା ପେନ୍ ଧରିଛ ନା ନାଇଁରେ? ଧରିଛି ସାର୍, ଅଛି ଧରିଛ ତ? ପାଖରେ। ହଉ ତ କିଛି ଆଜ୍ଞା ପଢିଥାନ୍ତେ, ଆଜ୍ଞା ଜିଓଗ୍ରାଫି ପଢିଥାନ୍ତେ ଯେ, ଜିଓଗ୍ରାଫି ପଢିଥାନ୍ତେ ଯେ, କୁହ ଆନ୍ସର ଦିଅ। ସାର୍ ଶୁଣା ଯାଉନି, ଅପ୍ ଡାଉନ୍ ହଉଛି। ଅପ୍ ଡାଉନ୍ ହଉଛି? ହ୍ୟାଲୋ, ଯୋଉଠି ନେଟୱାର୍କ ପାଉଛି ସେମିତି ଆଜ୍ଞା ଜାଗାରେ ବସ। ଶୁଣାଗଲା, କଣ ବାହାରେ। ଆଜ୍ଞା ଟିକେ ଖେଳ ଖେଳ ଶୁଣା ଯାଉଛି। ଆଜ୍ଞା ସାର୍। ତ ହଉଛି ଜିଓଗ୍ରାଫି ପଢିଥାନ୍ତେ, ଜିଓଗ୍ରାଫିର ଫାଷ୍ଟ ବିଷୟ ପଢିଥାନ୍ତେ। କିସ ଫାଷ୍ଟ ବିଷୟ କିସ ଅଛି? ସମ୍ବଳ। ସମ୍ବଳ। ହେଲା ସମ୍ବଳ। 8th କ୍ଲାସ ରେ ଥିଲା ନା ଆମର ସମ୍ବଳ? 8th ଆଜ୍ଞା କ୍ଲାସ ରେ ଥିଲା ଯେ, 8th କ୍ଲାସ ରେ ଥିଲା ସମ୍ବଳ। ତ ତୁମେ ମାନେ ଜାଣିଥିବ ସମ୍ବଳ କାହାକୁ କୁହାଯାଏ? ଆଜ୍ଞା କାହାକୁ କୁହାଯାଏ? ଆଜ୍ଞା ସମ୍ବଳ କାହାକୁ କୁହାଯାଏ? କିଏ କହିପାରିବ? କହିପାରିବ? ସମ୍ବଳ ସମ୍ବଳ। ସାର୍ ସମ୍ବଳ କାହାକୁ କୁହାଯାଏ? କେହି କହିପାରିବ? ମନୁଷ୍ୟର ସେ ହେଲା ତ ଦେଖ ମୁଁ କହୁଛି। ସେ ମନୁଷ୍ୟର ଆବଶ୍ୟକତା ହଁ ତୁମେ ବହିରେ ଯାହା ଲେଖା ହେଇଛି ସେଟାକୁ ପଢିଦେଲ ବୋଧେ। ଶୁଣ ହେଲା, ସମ୍ବଳ ହଉଛି ସେଇ ଜିନିଷ ଯାହାକୁ ଆମେ ନାଇଁ ହଉଛି, ସାର୍ ଶୁଣ ଶୁଣ ହେଲା, ସମ୍ବଳ ହଉଛି ସେଇ ଜିନିଷ ଯାହାକୁ ଆମେ ବ୍ୟବହାର କରୁ। ଆମେ ବି ଯାହା ବ୍ୟବହାର କରୁ, ଆମେ ଦୁନିଆରେ ଯାହା ଜିନିଷ ଅଛି ଯଦି ଆମେ ବ୍ୟବହାର କରୁଛେ, ସେଇ ଜିନିଷ ଟା କିସ ହେଇଯିବ? ସମ୍ବଳ ହେଇଯିବ। ଆମେ ବ୍ୟବହାର କରୁଥିବା ଜିନିଷ ସମ୍ବଳ କିଏ କିଏ? ସମ୍ବଳ ମାଟି ବ୍ୟବହାର କରୁନା ନାହିଁ? ମାଟିକୁ ଆମେ ବ୍ୟବହାର କରୁନା ନାଇଁ? ଆଜ୍ଞା ପାଣି, ପବନ ହେଲା, ଆଉ ହଉଛି ଗାଡି, ହଉଛି ଘର ହେଲା, ସେମିତି ଆମ ସିମ୍ପଲ ଜିନିଷ ହଉଛି ଆଜ୍ଞା ଯାହା ଜିନିଷ ବ୍ୟବହାର କରୁ ହେଲା, ଆମର ଯାହା ଯାହା ବ୍ୟବହାର ହେଲେ ଯାହା ଜିନିଷ ଯଦି ମଣିଷ ବ୍ୟବହାର କଲା ସେଇଟାକୁ କିସ କୁହାଯିବ? ସମ୍ବଳ କୁହାଯିବ। ବୁଝିହେଲା? ତ ଲେଖବାର ସମ୍ବଳ କେହି ଲେଖିଥାଉନି, ମୁଁ ଯେତେବେଳେ କହିବି ସେତେବେଳେ ଲେଖିବ। ବୁଝିହେଲା? ତ ମୁଁ ଦୁଇଟା ଉଦାହରଣ ଆଜ୍ଞା ଦଉଛି, ଦୁଇଟା ଉଦାହରଣ ଆଜ୍ଞା ଦଉଛି। ତ ଆମର ଏଇଠି କିସ କିସ ପଢବା କହିଦଉଛି ହେଲା। ଫାଷ୍ଟ ପଢବା ହଉଛି କାହାକୁ କୁହାଯାଏ, ସମ୍ବଳ କାହାକୁ କୁହାଯାଏ ହେଲା। କାହାକୁ କୁହାଯାଏ ପଢବା, ତାପରେ ହଉଛି ତାର ଉଦାହରଣ ପଢବା। ଉଦାହରଣ ପଢବା, ତାପରେ ହଉଛି ତାର ହଉଛି ବିଶେଷତ୍ଵ ପଢବା। କିସ ପଢବା? ବିଶେଷତ୍ଵ ମାନେ ଗୁଣ, ସମ୍ବଳର ଗୁଣ ପଢବା ହେଲା। ତାପରେ ହଉଛି ପ୍ରକାର ଭେଦ ବିଶେଷ ପଢ ପ୍ରକାର ଭେଦ, ସମ୍ବଳ କେତେ ପ୍ରକାର, କେତେ ଭାଗରେ ବିଭକ୍ତ କରାହେଇଛି ସେଇଟା ପଢବା। ତାପରେ ପ୍ରକାର ଭେଦ ପଢି ସାରିଲା ପରେ ସମ୍ବଳର ବିକାଶ, ସମ୍ବଳର ବିକାଶ ଯୋଜନା, ସମ୍ବଳର କିସ? ବିକାଶ ଯୋଜନା। ସମ୍ବଳର ବିକାଶ ଯୋଜନା ମାନେ କିସ କଣ? ସମ୍ବଳ ହଉଛି ଆମର ହଉଛି କିସ କିସ ସମ୍ବଳ ଅଛି, ଆଉ ଏଇ ସେଇଟା ବିକାଶ କରିବା ପାଇଁ ସରକାର ଆମର କିସ କିସ କରୁଛନ୍ ହେଲା। ସେଇ ବିଷୟରେ ପଢବା। ବୁଝିହେଲା? ତାପରେ ହଉଛି ସମ୍ବଳର ସଂରକ୍ଷଣ, ସମ୍ବଳକୁ ଆମେ କେମିତି ସଂରକ୍ଷଣ କରିପାରବା, ସୁରକ୍ଷା ଦେଇପାରବା, ସେଇ ବିଷୟରେ ପଢବା ହେଲା। ତାପରେ ଲାଷ୍ଟରେ ପଢବା ହଉଛି ଧାରଣୀୟ ବିକାଶ, ଧାରଣୀୟ ବିକାଶ। ଏତିକି ପଢିଦେଲେ ଆମର ବିଷୟ ସରିଗଲା ହେଲା। କିସ କିସ ପଢବା କହିଲି? ଆଜ୍ଞା କାହାକୁ କୁହାଯାଏ ହେଲା। ସମ୍ବଳ କାହାକୁ କୁହାଯାଏ? ଉଦାହରଣ ସମ୍ବଳ କାହାକୁ ବିଶେଷତ୍ଵ, କୁହାଯାଏ ଫାଷ୍ଟ ପଢବା ହେଲା। ପ୍ରକାର ଭେଦ। ସମ୍ବଳ କାହାକୁ କୁହାଯାଏ ଫାଷ୍ଟ ପଢବା। ଆଜ୍ଞା
तो मु नेक्स्ट पेज पलटौछि हला नेक्स्ट पेज रे लिखबी काहाकू कुहा जाय संबळ तापर होछि उदाहरण देबा तापर विशेषत्व संबळ गुण हला विशेषत्व माने किछो कोना देखो सुना गुटे जिंस ना नै सुना गुटे जिंस जे सुनार विशेषत्व किछो सुनार विशेषत्व होछि ଆଜ୍ଞା चकचक करबा सुनार विशेषत्व होछि चकचक करबा आ नियार विशेषत्व किछो नियार विशेषत्व ଆଜ୍ଞା आलोक देबा हला तो सेटा को विशेषत्व कहे हला तो नेक्स्ट पेज मु जहा लिखबी तुमे लिखते चेष्टा करबो आ जे लिखि न पारबो तो एटा सेव रहि जबो हला तो सेव रहि गले किछो करबो हला तो नेक्स्ट पेज ଆଉ पलटौछि रोहित अछि ना नै रे अछि तो रोहित ना ठको सुई की देखुछु की रोहित हला तो सुनो आ गोटे एग्जांपल दे देबा छोटिया एग्जांपल हला धरा जाऊ एटा होछि गुरसाणी गा हला एटा किछो गुरसाणी गा हला एटा गुरसाणी गा गुरसाणी गा रे होछि हला आमे जानि छे माटी गुटे संबळ हला माटी गुटे संबळ माटी संबळ कहली जे हला माटी गुटे ଆଜ୍ଞା संबळ पानी गुटे भी ଆଜ୍ଞା संबळ हला पानी भी गुटे ଆଜ୍ଞା संबळ पानी भी गुटे संबळ हला गुरसाणी गा रे गुटे पोखरी अछि हला पोखरी अछि एटा होछि हमर नुआ गाँ रे हला हमर ଆଜ୍ଞା गाँ रे गुटे पोखरी अछि हला एई गुरसाणी गाँ रो पोखरी टाकू किछ केही व्यवहार करनी ଆଜ୍ଞା माने से पानी टाकू केही माने केही छुअनी हला केही मଣିष गाधेइते भी जाननी कि କିଛି ପାଇଁ ବ୍ୟବହାର କରନି ସେମିତି ଖାଲି ପୋଖରୀଟା ପଡି ରହିଛି ହେଲା ତ ଜାଣିଛେ ଆମେ ପାଣି ସମ୍ବଳ କିନ୍ତୁ ଏଠାକାର ପାଣିଟା ସମ୍ବଳ କି ଏଇ ଯେ ପାଣି ଅଛି ଏଠି ଏଇ ପାଣିଟା ସମ୍ବଳରେ ଯିବ କି ଏଇ ପାଣିଟା ସମ୍ବଳରେ ଯିବନି ହେଲା ମୁଁ କହିଲି ନା ଫାଷ୍ଟ ସମ୍ବଳ କାହାକୁ କୁହାଯାଏ ହୁଁ, ମଣିଷ ଯାହାକୁ ବ୍ୟବହାର କରେ ତାକୁ ସମ୍ବଳ କୁହାଯାଏ ଯେ ମଣିଷ ଯୋଉ ଜିନିଷଟାକୁ ବ୍ୟବହାର କରେ ତାକୁ ଆଜ୍ଞା ହେଲା ଯଦି ସେଇ ଜିନିଷଟା ବ୍ୟବହାର ହଉନି ତାହେଲେ ହଉଛି ସେଇଟା ସମ୍ବଳ ନାହିଁ ବୁଝି ହେଲା କିନ୍ତୁ ଏଇ ପାଣିଟା ହଉଛି ନୂଆ ଗାଁର ପାଣି ହଉଛି ସମସ୍ତେ ବ୍ୟବହାର କରୁଛନ୍ତି ପୋଖରୀର ପାଣି ହେଲା ତ ଏଇଟା ଗୋଟେ ସମ୍ବଳ ହେଲା ବୁଝିପାରିଲ ନା ହେଲା ମୁଁ ନେକ୍ସଟ ପେଜ ପାଲଟଉଛି ଦେଖିବି ବୁଝି ହେଲା ସମ୍ବଳ କାହାକୁ କୁହାଯାଏ ହେଲା ଦେଖ ସବୁ ସମ୍ବଳ କାହାକୁ କୁହାଯାଏ କାହାକୁ କୁହାଯାଏ ସମ୍ବଳ କାହାକୁ କୁହାଯାଏ ଆମେ ବ୍ୟବହାର ଥିବା ପ୍ରତ୍ୟେକ ଜିନିଷ ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ବୁଝିହେଲା ସିମ୍ପଲ ୱାର୍ଡରେ ଯଦି ଜଣେ ଲେଖିଦବ ହେଲା ଆଜ୍ଞା ହେଲା ମୁଁ କହିଦଉଛି ଏକ ମାର୍କ ପାଇଁ କୋଉଟା ଲେଖିବ ଆଉ ହଉଛି ମାର୍କ ପାଇଁ କୋଉଟା ଦୁଇଟା ଉଦାହରଣ ଦଉଛି ହେଲା ଦୁଇଟା ଡେଫିନେସନ ଦଉଛି ଡେଫିନେସନ ମାନେ ହଉଛି ଦୁଇଟା ସଂଜ୍ଞା ହେଲା କାହାକୁ କୁହାଯାଏ ଦୁଇଟା ଲେଖୁଛି ହେଲା ତୁମେ ଏଇଟ କ୍ଲାସ ରେ ପଢିଥିଲ ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ପଦାର୍ଥକୁ ପ୍ରତ୍ୟେକ ଜିନିଷକୁ ପ୍ରତ୍ୟେକ ଜିନିଷକୁ କିସ କୁହାଯାଏ କିସ କୁହାଯାଏ କାଳିଆ ଧରରେ ସମ୍ବଳ 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 କୁହାଯାଏ ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ହେଲା ଯୋଉ ଜିନିଷ ଆମେ ବ୍ୟବହାର କରୁନି ସେଇଟା ସମ୍ବଳ ନୁହଁ ହେଲା ତ ଏଇଟା ହଉଛି ଏଇଟ କ୍ଲାସ ରେ ତୁମେ ଲେଖୁଥିଲ ହେଲା ଏଇଟା ଏଇଟ କ୍ଲାସ ପାଇଁ ବୁଝିହେଲା ଏଇଟ କ୍ଲାସ ପାଇଁ ଯଦି ଏଇଠୁ ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ଏକ ମାର୍କ ପାଇଯାଉ ଯାଇଥାନ୍ତ ହେଲା ତ ତୁମେ ଏଇନା କେତେ କ୍ଲାସ ହେଇଛ କେତେ କ୍ଲାସ ହେଇଛ ଟେନ୍ କ୍ଲାସ ଟେନ୍ଥ ହେଲା ଟେନ୍ ଟେନ୍ କ୍ଲାସ ପାଇଁ ଲେଖି ଦଉଛି ହେଲା ଟେନ୍ କ୍ଲାସ ପାଇଁ ଟୁ ମାର୍କ ଆଜ୍ଞା ବୁଝିହେଲା ମାର୍କ ର କ୍ୱେଶ୍ଚନ ପଢବ ସମ୍ବଳ କାହାକୁ କୁହାଯାଏ ହେଲା ଲେଖି ଦଉଛେ ମନୁଷ୍ୟ ହେଲା ମନୁଷ୍ୟ ତାର ବ୍ୟକ୍ତିଗତ ମନୁଷ୍ୟ ତାର ବ୍ୟକ୍ତିଗତ ହେଲା ମନୁଷ୍ୟ ତାର ବ୍ୟକ୍ତିଗତ ବା ସାମାଜିକ ସାମାଜିକ ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରୁଥିବା ପୂରଣ ପାଇଁ ବ୍ୟବହାର କରୁଥିବା ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ କିସ କୁହାଯାଏ ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ସମ୍ବଳ ସମ୍ବଳ କୁହାଯାଏ
ତ ହଉଛି ଦେଖ ଯେ କୁହାଯାଏ। ଏତେ ବଡଟା ମନେ ରଖି ପାରୁନ ଏତେ ବଡଟା ଯଦି ମନେ ରଖି ପାରୁନ ହେଲା ଏଇ ଗୋଟେ ଲାଇନ ମନେ ରଖି ପାରବ ନା ନାଇଁ ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ କିସ ସମ୍ବଳ କୁହାଯାଏ ବୁଝିହେଲା ମନେ ରଖି ପାରବ ସମ୍ବଳ ନା ନାଇଁ? କୁହାଯାଏ। ସମ୍ବଳ କୁହାଯାଏ। ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ଆମେ ସାବୁନ ସାବୁନ ବ୍ୟବହାର କରୁ ନା ନାଇଁ ସାବୁନ ବ୍ୟବହାର କରୁ ନା ନାଇଁ ସାବୁନ ସାବୁନ ଦେଇ ଆଜ୍ଞା ସାବୁନ ସାବୁନ କି ହଁ ଗାଧେଇବ ଲାଇବୟ ଡେଟଲ ସାବୁନ ହେଲା ସେଟା ସମ୍ବଳରେ ଯିବ ନା ନାଇଁ ଆଜ୍ଞା ସମ୍ବଳରେ ଯିବ ନା ନାଇଁ ସେଇଟା ଆଜ୍ଞା ଆଜ୍ଞା ହେଲା ଆମେ ବ୍ୟବହାର କରୁ ହେଲା ଯିବ ଯିବ। ହଁ ତାପରେ ହଉଛି କାହାକୁ କୁହାଯାଏ ଲେଖିଲେ ତାପରେ କିସ ଲେଖବା ଉଦାହରଣ ଉଦାହରଣ ଦେବା ଉଦାହରଣ ଲେଖ ଉଦାହରଣ କୁହ ଗୋଟେ ଗୋଟେ ଯାହା ଇଚ୍ଛା ଯାହା ବ୍ୟବହାର କର ହେଲା ଦୈନନ୍ଦିନ ଜୀବନରେ ସେଇଗୁଡା କହିଦେଲେ ବି ସେଗୁଡା ଗୋଟେ ଗୋଟେ ସମ୍ବଳର ଉଦାହରଣ କୁହ ସମସ୍ତେ ଗୋଟେ ଗୋଟେ କୁହ କୁହ ପ୍ରିୟା କୁହ ତୁମେ ଦୁଇଟା ଖଣ୍ଡେ କୁହ ପ୍ରାୟ ପ୍ରାୟ ହୁଁ ସବୁ ଏମିତି ତ ସବୁ ଜିନିଷ ସବୁ ବ୍ୟବହାର କରୁଛୁ ବହି ବ୍ୟବହାର କରୁଛ ଖାତା ଖାତା ବି ସାବୁନ ଗୋଟେ ସମ୍ବଳ ସବୁ ହେଲା ଖାତା ବି ଗୋଟେ ସମ୍ବଳ ଆଉ କିସ ବ୍ୟବହାର କରୁଛ ତୁମେ ଡ୍ରେସ ବ୍ୟବହାର କରୁଛ ଡ୍ରେସ ବି ଗୋଟେ ସମ୍ବଳ ଫ୍ୟାନ ତାପରେ ହଉଛି ସାଇକେଲ ବ୍ୟବହାର କରୁଛ ସାଇକେଲ ବି ଗୋଟେ ସମ୍ବଳ ହେଲା ତାପରେ ହଉଛି ତୁମେ ବାଇକ୍ ବାଇକ୍ ଆଜ୍ଞା ବାଇକ୍ ବି ଗୋଟେ ସମ୍ବଳ ଆଉ ଗୋଟେ ହଉଛି ତୁମେ ହଉଛ ମାଟି ବ୍ୟବହାର କରୁଛ ନା ନାଇଁ ମାଟି ବ୍ୟବହାର ଆଜ୍ଞା କରୁଛ ମାଟି ବି ଆଜ୍ଞା ବ୍ୟବହାର ହଉଛି କୋଉଠି ଘର ତିଆରିରେ ବ୍ୟବହାର ଆଜ୍ଞା ହଉଛି ହୁଁ ମାଟି ବି ଗୋଟେ ସମ୍ବଳ ତାପରେ ହଉଛି ପାଣି ଗୋଟେ ବ୍ୟବହାର କରୁଛ ନା ନାଇଁ ପାଣି ଆଜ୍ଞା ପିଇବା ପାଇଁ ବ୍ୟବହାର କରୁଛ ସେଇଟା ବି ଗୋଟେ ସମ୍ବଳ ହୁଁ ଆଉ ହଉଛି ଖାଦ୍ୟ ଖାଦ୍ୟ ବି ବ୍ୟବହାର କରୁଛ ଖାଦ୍ୟ ବି ଗୋଟେ ସମ୍ବଳ ହେଲା ଆଉ ହଉଛି କିସ ବ୍ୟବହାର କରୁଛ ସେମିତି ବହି ଖାତା ପେନ୍ ଘର ସ୍କୁଲ ହେଲା ଯାହା ବ୍ୟବହାର କରୁଛୁ ସେଇଟା ହଉଛି କିସ ସମ୍ବଳ ବୁଝିହେଲା ତୁମେ ପବନ ବ୍ୟବହାର କରୁଛ ପବନ ଗୋଟେ ସମ୍ବଳ ନାଇଁ ପବନ କିରେ ବ୍ୟବହାର କରୁଛ ଆଜ୍ଞା ପବନ କିରେ ବ୍ୟବହାର ଆଜ୍ଞା କରୁଛ ସାର୍ ନିଶ୍ୱାସ ନିଶ୍ୱାସ ପ୍ରଶ୍ୱାସ ନେବାରେ ବ୍ୟବହାର ଫାଷ୍ଟ କରୁଛ ତ ପବନ ବି ଗୋଟେ ସମ୍ବଳ ବୁଝିହେଲା ଆଜ୍ଞା ଆଜ୍ଞା କାହାକୁ କୁହାଯାଏ ଆଜ୍ଞା ମଣିଷ ବ୍ୟବହାର କରୁଛୁ ଶୁଣ ସମ୍ବଳ କାହାକୁ କୁହାଯାଏ ଯଦି କିଏ ପଚାରିଦେଲା କିସ କହିବ ମଣିଷ ବ୍ୟବହାର କରୁଥିବା ସବୁ ଜିନିଷକୁ ସମ୍ବଳ କୁହାଯାଏ ହେଲା ମଣିଷ ବ୍ୟବହାର କରୁଥିବା ସବୁ ଜିନିଷକୁ ସମ୍ବଳ ଆଜ୍ଞା କୁହାଯାଏ ଏଇ ଯେ ମୁଁ ଆଜ୍ଞା ଲେଖୁଛି ଏଇଟା ସମ୍ବଳ ହବ ନା ନାଇଁ ଏଇଟା ସମ୍ବଳ ହବ ନା ନାଇଁ ଆଜ୍ଞା ହବ ହେଲା ହବ ବୁଝିହେଲା ସମ୍ବଳ ଏଇନେ ଚିହ୍ନେଇ ପାରିବ ନା ନାଇଁ ଚିହ୍ନେଇ ଆଜ୍ଞା ପାରୁନ ହେଲା ଆଜ୍ଞା ଯଦି ମଣିଷ ବ୍ୟବହାର କରୁନି ସେଇଟା ସମ୍ବଳ ନାହିଁ ବୁଝିହେଲା ଯଦି ମଣିଷ ବ୍ୟବହାର କରୁନି ଜିନିଷଟାକୁ ସେଇଟା ସମ୍ବଳ ନାହିଁ ହେଲା ତ ମୁଁ କହୁଛି ଗୋଟେ ଏକ୍ଜାମ୍ପଲ ହେଲା ହେଲା ତ ହଉଛି ଏଇଟା ହଉଛି କିଏ ରୋହିତ ହେଲା ଏଇଟା ରୋହିତ ରୋହିତ ମାନଙ୍କର ଗୋଟେ ପୋଖରୀ ଅଛି ହେଲା ପୋଖରୀ ନାହିଁ ଏକ୍ଜାମ୍ପଲ ଦବା ରୋହିତ ର ହଉଛି ବହୁତ ଗୁଡା ଆଜ୍ଞା ଡ୍ରେସ ଅଛି ହେଲା ରୋହିତ ର ହଉଛି 100ଟା ଡ୍ରେସ ଅଛି କେତେଟା ଡ୍ରେସ ଅଛି 100ଟା ବୁଝିହେଲା 100ଟା ଡ୍ରେସ ଅଛି 100ଟା ଡ୍ରେସ ରୁ 50ଟା ଡ୍ରେସ ଆଜ୍ଞା ପିନ୍ଧେ ହେଲା 50ଟା ଡ୍ରେସ ପିନ୍ଧେ ଆଉ 50ଟା ଡ୍ରେସ ବ୍ୟବହାର ହିଁ କରେନି ସେମିତି ପଡି ରହିଥାଏ ହେଲା ସେ ଯେମିତି ଅଛି ସେ ବାକ୍ସ ଭିତରେ ପଡି ରହିଥାଏ ହେଲା 50ଟା ଡ୍ରେସ ଆଜ୍ଞା କିସ ବାକ୍ସ ଭିତରେ ପଡି ରହିଛି ତ ଏଇ ଆମେ ଜାଣିଛେ ଡ୍ରେସ ଟା ବି ବ୍ୟବହାର କରୁ ସମ୍ବଳ କିନ୍ତୁ ଏଇ ଜିନିଷ ଟାକୁ ସିଏ ବ୍ୟବହାର କଲାନି ଏଇଟା ସମ୍ବଳ ହବ କି ନାଇଁ ସମ୍ବଳ ହବନି ହେଲା ନାଇଁ ଏଇଟା ଆମର ପାଇଁ ସମ୍ବଳ ହବ ଆମେ ଯଦି ବ୍ୟବହାର କରିବା ଆମର ପାଇଁ ସମ୍ବଳ ହବ କିନ୍ତୁ ଏଇ ଯେ ଏଇ 50ଟା ଡ୍ରେସ ସେଇଟା ସମ୍ବଳ ନୁହଁ ହେଲା କି ପାଇଁ ସମ୍ବଳ ନୁହଁ କି ପାଇଁ ନା ସେଇଟା ବ୍ୟବହାର କିଛି ହଉନି ବୁଝିହେଲା ବୁଝିହେଲା ନା ନାଇଁ ସମ୍ବଳ ଆଜ୍ଞା କାହା ଆଜ୍ଞା ତାପରେ ହଉଛି ଏଇଟା କେତେ ମାର୍କ କୋଶ୍ଚେନ ପଡେ ଆଜ୍ଞା 2 ମାର୍କ କୋଶ୍ଚେନ ଆଜ୍ଞା ପଡେ 2 ମାର୍କ କୋଶ୍ଚେନ ଏଇଠୁ ଏତିକି ଯାଏଁ ଲେଖିପାରବ ନା ନାଇଁ ଲେଖିପାରବ ନା ନାଇଁ ମଣିଷ ତାର ବ୍ୟକ୍ତିଗତ ବା ସାମାଜିକ ଆଜ୍ଞା ହବ ପାଇଁ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ହେଲା ତ ବହିରେ ବି ଦିଆହେଇଛି ସମ୍ବଳ କାହାକୁ କୁହାଯାଏ ତ ବହିର ଆଜ୍ଞା ଉଦାହରଣ ବହି ପଢତେ ହବନି ତୁମକୁ ହେଲା ବହି ପଢିଲେ ହଉଛି କି ସେଇଟାକୁ ଘୁଷତେ ହବ ଏମିତି ଛୋଟ ଛୁଆ ଯେମିତି ଘୁଷନ୍ତି ମଣିଷ ବ୍ୟବହାର କରୁଥିବା ମଣିଷ ବ୍ୟବହାର କରୁଥିବା ଏମିତି ଘୁଷ ନା ନାଇଁ ତ ବୁଝତେ ହବନି ବୁଝିଗଲ ଏଇନା ଆଜ୍ଞା କାହାକୁ କୁହାଯାଏ ହେଲା ତ ଏଇଟାକୁ ବନେଇକି ବି ଲେଖିପାରବ ହେଲା ତାପରେ ନେକ୍ସଟ କିସ ପଢବା କହିଥିଲି ସମ୍ବଳର ବିଶେଷତ୍ବ ବା ଗୁଣ ଏଇଟା ପଢବା କହିଥିଲି ଯେ ଏଇଟା ପଢବା କହିଥିଲେ ଯେ ଏଇଟା ବିଶେଷତ ଏଇଟା ପଢବା ଏଇଟା ବିଶେଷତ ସମ୍ବଳ ବିଶେଷତ ବା ଗୁଣ ହେଲା ସେଇଟା ହେଡିଙ୍ଗ ଦେଇଦବା ସମ୍ବଳର ବିଶେଷତ୍ବ ବା ଗୁଣ ହେଡିଙ୍ଗ ଦେଇଦବା
ବହୁତ ଛୋଟିଆ ବିଷୟଟା ହେଲା। ସମ୍ବଳର କିସ ବିଶେଷତ୍ୱ, ଏଇଟା ହଉଛି କେତେ ମାର୍କ ପଡେ? 2 ମାର୍କ ହେଲା। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ସମ୍ବଳ ବିଶେଷତ୍ୱ ବା ଗୁଣ, 4ଟା ବିଶେଷତ୍ୱ ଅଛି ହେଲା, 4ଟା ଯାକ ଇମ୍ପୋର୍ଟାଣ୍ଟ। ସମ୍ବଳର ବିଶେଷତ୍ୱ ବା ଗୁଣ ହେଲା, କେତେ ମାର୍କ ପଡେ? ଇମ୍ପୋର୍ଟାଣ୍ଟ। ଉପଯୋଗିତା। ସମ୍ବଳ କାହାକୁ କୁହାଯାଏ? ଇମ୍ପୋର୍ଟାଣ୍ଟ ନୁହଁ, ସୁଯୋଗ ସେଇଟା ବହୁତ କମ ପଡେ ହେଲା, କିନ୍ତୁ ହଉଛି ବେଶୀ ପଡେ କୋଉଟା? ଏଇଟା 2 ମାର୍କ ପଡେ, ବୁଝିହେଲା। ସମ୍ବଳର ବିଶେଷତ୍ୱ ବା ଗୁଣ ହେଲା। ଫାର୍ଷ୍ଟ ପଏଣ୍ଟ ହଉଛି ଦେଖିଦିଅ ହେଲା। ଫାର୍ଷ୍ଟ ପଏଣ୍ଟ, ପଏଣ୍ଟ ଦେବାନି, ତୀର ଚିହ୍ନ ଦଉଛି ହେଲା। ସମ୍ବଳର 4ଟା ବିଶେଷତ୍ୱ ଅଛି। ଆଜ୍ଞା ଗୋଟେ ହଉଛି ରୁହ, ଆଜ୍ଞା ହଉଛି କାର୍ଯ୍ୟକ୍ଷମତା। ଫାର୍ଷ୍ଟ ହଉଛି କାର୍ଯ୍ୟକ୍ଷମତା। ଉପଯୋଗିତା ତ ଖାଲି ଟିକେ ଖାଲି ହେଲା, ଟିକେ ଖାଲି ଆମେ ସିରିଏଲରେ ଲେଖବା, ବହିରେ ଯେମିତି ସିରିଏଲ ଦେଇଛି ହେଲା ସେମିତି ଲେଖବା। ଫାର୍ଷ୍ଟ ଲେଖିଦିଅ ଉପଯୋଗିତା ଉପଯୋଗିତା। ହେଲା। ଉପଯୋଗିତା କାହାକୁ କୁହାଯାଏ ସେଇଟା ବି ଦେଖ। ଉପଯୋଗିତା, ତାପରେ ହଉଛି କାର୍ଯ୍ୟକ୍ଷମତା। କାର୍ଯ୍ୟ ଦକ୍ଷତା ଅଛି। କାର୍ଯ୍ୟ ଦକ୍ଷତା ହଉ, କାର୍ଯ୍ୟ ଦକ୍ଷତା ଲେଖିଦବା। କାର୍ଯ୍ୟକ୍ଷମତା ଲେଖିଲେ ବି କିଛି ହବନି ହେଲା। କାର୍ଯ୍ୟ ଦକ୍ଷତା, ଆଜ୍ଞା। ତାପରେ ହଉଛି କିସ, କୋ ପଢା ତ ହେଇସାରିଥିବ। ସୁଲଭତା, ସୁଲଭତା। ସୁଲଭତା। ସୁଲଭତା ହେଲା। ତ ସୁଲଭତାକୁ ମୁଁ ଲେଖି ଦଉଛି ହେଲା, ସୁଲଭତାକୁ ଅଲଗା ଗୋଟେ ନାମ ଦଉଛି। ସୁଲଭତା ମାନେ ହଉଛି, ହଉ ସୁଲଭତା ହିଁ ଲେଖିଦିଅ ହେଲା। ସୁଲଭତା କି ଜିନିଷଟା ବୁଝେଇ ଦଉଛି, ସୁଲଭତା। ତାପରେ ଲାଷ୍ଟ ପଏଣ୍ଟ କିସ, ଲାଷ୍ଟ ପଏଣ୍ଟ କିସ? ପରିବର୍ତ୍ତନଶୀଳତା। ପରିବର୍ତ୍ତନଶୀଳ, ପରିବର୍ତ୍ତନଶୀଳତା। ପରିବର୍ତ୍ତନଶୀଳତା ହେଲା, ତାମାନେ ବୁଝେଇ ଦଉଛେ। ଶୀଳତା। ଶୀଳ ତା ହେଲା। ତ ହଉଛି ସମ୍ବଳର 4ଟି ବିଶେଷତ୍ୱ କହିଲି। ଉପଯୋଗିତା ଗୋଟେ, କାର୍ଯ୍ୟ ଦକ୍ଷତା ଗୋଟେ, ସୁଲଭତା ଗୋଟେ, ପରିବର୍ତ୍ତନଶୀଳତା ଗୋଟେ ହେଲା। ଏଇଠୁ ଯଦି ଏତିକି ଲେଖିଦଲ 4ଟା ପଏଣ୍ଟ, କେତେ ମାର୍କ ପାଇବ? ବସି ବସି ତୁମେ ପାଇଗଲ କେତେ ମାର୍କ? କେତେ ମାର୍କ ପାଇଲ? ଏଇ ଯଦି 4ଟା ପଏଣ୍ଟ ଲେଖିଦେଲ, ବଡ ବିଶେଷତ୍ୱ ବା ଗୁଣ ଲେଖ କହିଥିବ, 5। କେତେ ମାର୍କ ପାଇବ? 2 ମାର୍କ, ବୁଝିହେଲା। ସେଟା ଲେଖିପାରିବନି? 4ଟା ପଏଣ୍ଟ ଉପଯୋଗିତା, କାର୍ଯ୍ୟ ଦକ୍ଷତା, ସୁଲଭତା, ପରିବର୍ତ୍ତନଶୀଳତା ହେଲା। ସମ୍ବଳର ଗୁଣ ମାନେ କିସ, ମାନେ ବିଶେଷତ୍ୱ ଆଉ ଗୁଣ ମାନେ ହେଲା। ଆଜ୍ଞା। ଏଇଟା ଗୋଟେ ଜିନିଷ ନଉଛେ ହେଲା, ଏଇଟା ଗୋଟେ ପିଲାକୁ ନଉଛେ ରୋହିତ ହେଲା। ରୋହିତ କୁ ସବୁବେଳେ ଏକ୍ସାମ୍ପଲ ନବା, ରୋହିତ ହେଲା। ରୋହିତ ର ଗୁଣ କିସ? ରୋହିତ ର ଆଜ୍ଞା ଗୁଣ ହଉଛି, ସେ ହଉଛି ଭଲ ପିଲା ହେଲା। ଭଲ ପିଲା, ବୁଝିହେଲା। ଆଉ ହଉଛି ଶାନ୍ତଶିଷ୍ଟ ଆଜ୍ଞା ହେଲା। ଶାନ୍ତଶିଷ୍ଟ, ଆଉ ହଉଛି ଭଲ ବି ପାଠ ପଢେ, ଟପର ଛୁଆ ହେଲା। ତ ହଉଛି ଏଇଟା ରୋହିତ ର ବିଶେଷତ୍ୱ ହେଲା। ମାନେ ହଉଛି ରୋହିତ ର ଗୁଣ ହଉଛି ଏଇଗୁଡା ହେଲା। ସମ୍ବଳର ଗୁଣ କିସ? ସମ୍ବଳର ଗୁଣ ମାନେ ହେଲା, ସମ୍ବଳର ଗୁଣ ମାନେ ହଉଛି, ସମ୍ବଳ ହଉଛି ଉପଯୋଗିତା ହେଇଥିବା ଦରକାର ହେଲା। ଯଦି କୌଣସି ଜିନିଷର ଉପଯୋଗିତା ଥିବ, ତାହେଲେ ହଉଛି କିସ, ସେଇଟାକୁ ସମ୍ବଳ କୁହାଯିବ। ଉପଯୋଗିତା ମାନେ କିସ କହ ନା? ଉପଯୋଗିତା ମାନେ ହଉଛି କିଛି କାମରେ ବ୍ୟବହାର କରିଦଉଥିବ ହେଲା। ଉପଯୋଗିତା ମାନେ କିସ କହିଲି? କୌଣସି ଜିନିଷ ଯଦି କାମରେ କିଛି ଲାଗୁଥିବ, ତାହେଲେ ହଉଛି ସେଇଟା ଗୋଟେ ସମ୍ବଳ। ଉପଯୋଗିତା ମାନେ କିସ? ହ୍ୟାଲୋ। କୌଣସି କାମରେ କିଛି କାମରେ ଲାଗୁଥିବ, ବୁଝିହେଲା। ଅଛି ସାର୍। ହେଲା, ତାପରେ ହଉଛି କାର୍ଯ୍ୟ ଆଜ୍ଞା ଦକ୍ଷତା ମାନେ ଆଜ୍ଞା। ଉପଯୋଗିତା ମାନେ ହଉଛି ସେଇ ଜିନିଷଟା ସମ୍ବଳ, ଆମେ କହୁଛେ ସମ୍ବଳର ବିଶେଷତ୍ୱ ହେଲା। ତ ସମ୍ବଳର 4ଟା ବିଶେଷତ୍ୱ ଅଛି। ଗୋଟେ ହଉଛି ଉପଯୋଗିତା, ମାନେ ହଉଛି ସମ୍ବଳ କିଛି କାମରେ ଲାଗେ ହେଲା। ସମ୍ବଳ ହେଇଛି ମାନେ, ଯଦି ଆମେ ଗୋଟେ ଜିନିଷକୁ ସମ୍ବଳ କହୁଛେ ହେଲା, ତ ଭାବିନିଅ ଯେ ସେ ନିହାତି କିଛି ନା କିଛି କାମରେ ଲାଗୁଥିବ ହେଲା। ଯଦି କିଛି କାମରେ ନ ଲାଗିଲା, ତାହେଲେ ହଉଛି ସେଇଟା ସମ୍ବଳ ନୁହଁ, ବୁଝିହେଲା। ତାପରେ ହଉଛି କାର୍ଯ୍ୟ ଦକ୍ଷତା ହେଲା। କାର୍ଯ୍ୟ ଦକ୍ଷତା ମାନେ କାର୍ଯ୍ୟ ଦକ୍ଷତା ମାନେ ହଉଛି, ସେଇଟା ହଉଛି ମଣିଷର କାମ ଟାକୁ ହଉଛି କିସ କରୁଥିବ, ସୁବିଧା ଜନକ କରୁଥିବ, ବୁଝିହେଲା। ଯେମିତି ହଉଛି ଲୁହା, ଲୁହା ବି ଗୋଟେ ସମ୍ବଳରେ ଯିବ, ଲୁହା ସମ୍ବଳରେ ଯିବ ନା ନାଇଁ? ଲୁହା ଆଜ୍ଞା। ମଣିଷ କାମଟାକୁ ସୁବିଧା କରେ ନା ନାଇଁ? ଲୁହା କି ସୁବିଧା କରେ? କର ଘର ବନେଇବା ପାଇଁ। ବନେଇବା ପାଇଁ ହେଲା। ତ ହଉଛି କାର୍ଯ୍ୟ ଦକ୍ଷତା ତାର ଗୁଣ ଥିବା ଦରକାର। ଆଜ୍ଞା। ଆଉ ହଉଛି ସୁଲଭତା, ସୁଲଭତା ମାନେ ହଉଛି
ସେ ଓ ସବୁ ଜାଗାରେ ସବୁ ଜାଗାରେ ଉପଲବ୍ଧ ଥିବା ଦରକାର ବୁଝିହେଲା। ଯେମିତି ଉପଲବ୍ଧ ଥିବ ଯଦି ତାହେଲେ କିସ କରିବ ସମ୍ବଳ ମାନେ ହଉଛି ଯେମିତି ହଉଛି ଗୋଟେ ଜିନିଷ କହିଲି ଜିନିଷର ନାମ କହିଲି ସେ ଜିନିଷଟା ହିଁ ନାହିଁ ଦୁନିଆରେ ତ ସେଇଟା ସମ୍ବଳ ହବ କି? ହେଲା ଗୋଟେ ଏକ୍ଜାମ୍ପଲ ଦବା ଛୋଟିଆ ନା ଏକ୍ଜାମ୍ପଲ ନା ହେଲା ଆମେ ମାଟିକୁ ବ୍ୟବହାର କରୁଛେ ନା ମାଟିକୁ ବ୍ୟବହାର କରୁଛେ ଆଜ୍ଞା ଆଜ୍ଞା ମାଟି ସମ୍ବଳ ହେଲା ଆଜ୍ଞା ଆଜ୍ଞା ଏଇଟା ସରିଯିବ ଦୁନିଆରୁ ମାଟିଟା ସରିଯିବ ମାଟିଟା ସମ୍ବଳ ହବ କି? ମାଟିଟା ସମ୍ବଳ ହବ କି? ନା ନାହିଁ ନା ହେଲା ମୁଁ କହୁଛି ଆଉ ଗୋଟେ ଉଦାହରଣ ଦଉଛେ ଆମର ହଉଛି ଅ ଏମିତି ଗୋଟେ ଜିନିଷ ମାନେ ଜୀବର ନାମ କୁହ ଯିଏ ହଉଛି ବିଲୁପ୍ତ ହେଇଯାଉଛି ହେଲା କୁହ ଡାଇନୋସର ଡାଇନେସର ଡାଇନେସର ଡାଇନେସରକୁ ଆମେ ବ୍ୟବହାର କରୁଥିଲେ କି ହେଲା ଧରାଯାଉ ଆମେ ଡାଇନେସର ଅଣ୍ଡା ଖାଉଥିଲେ ହେଲା ଡାଇନେସର ଅଣ୍ଡା ଖାଉଥିଲେ ହେଲା ତ ଡାଇନେସରକୁ ବ୍ୟବହାର କରୁଛେ ଡାଇନେସର ବି ସମ୍ବଳ ହେଲା ତ ହଉଛି ଏଇନା ହଉଛି କିସ ମାନେ ଅଣ୍ଡା ଖାଉଛେ ଆଜ୍ଞା ହେଲା ଡାଇନେସର ଅଣ୍ଡା ଖାଉଛେ ତ ଡାଇନେସର ବି ଗୋଟେ ସମ୍ବଳ କି ପାଇଁ ନା ଆମେ ଖାଇବାରେ ବ୍ୟବହାର କରୁଛୁ ତାକୁ ହେଲା ତ ହଉଛି କିସ ଏଇନା ସିଏ ନାହିଁ ଆଜ୍ଞା ଏଇନା ନାହିଁ କି ଅଛି କି? ଆଜ୍ଞା ଅଛି କି? ନାହିଁ ତ ଡାଇନେସର ସମ୍ବଳରେ ଯିବ ନାହିଁ ନାଇଁ ନାଇଁ ସମ୍ବଳରେ ଯିବନି ହେଲା ନାହିଁ ସମ୍ବଳ ସେଇ ଜିନିଷଟା ଯେଟା ହଉଛି ଆମର ଦୁନିଆରେ ହଉଛି ରହିଥିବ ବୁଝିହେଲା ଡାଇନେସର ଅଣ୍ଡା ଖାଉଥିଲେ ଲୋକ ଆଗରୁ ଜାଣିଛ ନା ଜାଣିଛ ନା ନାଇଁ ନାଇଁ ଡାଇନେସର ଖାଉଥିଲେ ହେଲା ଡାଇନେସର ବି ଅଣ୍ଡା ଖାଉଥିଲେ ହୁଁ ଦେଖିନି ଆଗ କାଳର ସେଇ ଆଗ କାଳର ସେଇ ଆଦିମ ନାଇଁ ଆଦିମ ମଣିଷ ମାନେ ସେମାନେ ଡାଇନେସର ବି ଅଣ୍ଡା ଖାଉଥିଲେ ସେତେବେଳେ ଡାଇନେସର ତ ମୋ ହେଲା ଡାଇନେସର ଅଣ୍ଡା ଦେଇକି ପଳେଇଥିବ ସେମାନେ ଚୁପ କରି ଚୁର ଡାଇନେସର ସିନା ବଡ ଜୀବଟା ହେଲା ଏଇଟା ହଉଛି ଡାଇନେସର ଡାଇନେସର ସିନା ବଡ ଜୀବଟା କିନ୍ତୁ ତାଙ୍କର ଅଣ୍ଡା ତ ଛୋଟ ଛୋଟ ହିଁ ନା ତ କିସ ଲୋକମାନେ ସେତେବେଳେ ହଉଛି ତାଙ୍କର ଅଣ୍ଡା ଯେତେବେଳେ ଡାଇନେସର ବୁଲତେଇ ଯାଇଥିବ ନାଇଁ ସାର୍ ବଡ ବଡ ଗାନି ଅଣ୍ଡା ବଡ ବଡ ହେଲେ ବି କେତେ ବଡ ଡାଇନୋସର ତ ବଡ ଥିବ ତା ଅଣ୍ଡା ସାନ କେମିତି ହଁ ଡାଇନେସର ଠୁ ସାନ ଥିବ ନା ଅଟୋ ପକ୍ଷୀରୁ ଟିକେ ବଡ ହୁଏ ତ ହଉଛି ଆଜ୍ଞା ମନେ ରଖ ଯେ ଡାଇନେସର ବି ଅଣ୍ଡା ଖାଉଥିଲେ ହେଲା ଡାଇନେସର ଅଣ୍ଡା ଦିଏ ନା ଆଜ୍ଞା ହେଲା ତ ହଉଛି କିସ ଆଜ୍ଞା ଆଜ୍ଞା ଦିଏ ଦିଏ ହେଲା ହଁ ତ ଅଣ୍ଡା ଦିଏ ସେଇ ହଉଛି ସେଇଟା ବି ଆଗରୁ ସମ୍ବଳ ଥିଲା ଲୋକମାନଙ୍କ ପାଇଁ କିନ୍ତୁ ଏଇନା ଆମର ପାଇଁ ସମ୍ବଳ କି ସେଇଟା ନାଇଁ ନାଇଁ କି ପାଇଁ ନା ସେଇଟା ଉପଲବ୍ଧ ନା ନାହିଁ ସୁଲଭ ନାହିଁ ହେଲା ସୁଲଭତା ମାନେ ହଉଛି ମାନେ ସବୁ ଥିବା ଦରକାର ହେଲା ଉପଲବ୍ଧତା ସୁଲଭତା ମାନେ ହଉଛି କିସ ଉପଲବ୍ଧ ଥିବା ଦରକାର ହେଲା ତାପରେ ହଉଛି କିସ କହିଲି ପରିବର୍ତ୍ତନଶୀଳତା ହେଲା ପରିବର୍ତ୍ତନଶୀଳତା ମାନେ ହଉଛି ସିଏ ବଦଳି ପାରୁଥିବ ବୁଝିହେଲା ବଦଳି ପାରୁଥିବ ବୁଝିହେଲା ଆଜ୍ଞା ହେଲା ପରିବର୍ତ୍ତନ ମାନେ ହଉଛି ସେ ବଦଳି ପାରୁଥିବ ଯେମିତି ହଉଛି ଲୁହା ଲୁହା ନା ଲୁହାକୁ ପରିବର୍ତ୍ତନ କରାଯାଇକି କିସ କରାଯାଇ ପାରିବ ଆଜ୍ଞା କୋଦାଳ ସାର୍ ଲୁହାରୁ କୋଦାଳ ହଁ ହେଇପାରିବନି ହେଲା ତ ଏଇନା କବାଟ ସମ୍ବଳ ଶାବଳ ଯୋଉ କୁହନ୍ତି ଯୋଉ ବୁଝିହେଲା ତ ଇଏ ସମ୍ବଳ ହବ ନା ନାଇଁ ଲୁହା ମାଟିକୁ ମୁଁ ହବ କରି ମୂର୍ତ୍ତି ତିଆରି କଲି ହେଲା ଏଇଟା ଗୋଟେ ସମ୍ବଳ ହବ ନା ନାଇଁ ହବ ହେଲା ତ ହଉଛି ସମ୍ବଳର ଚାରିଟା ଗୁଣ ପଢିଲେ ହେଲା କିସ କିସ କୁହ ଉପଯୋଗୀ କିସ କିସ ପଡେ ଉପଯୋଗିତା ଉପଯୋଗିତା କାର୍ଯ୍ୟ ଦକ୍ଷତା ଉପଯୋଗିତା କାର୍ଯ୍ୟ ଦକ୍ଷତା ସୁଲଭତା ପରିବର୍ତ୍ତନଶୀଳତା ସୁଲଭତା ପରିବର୍ତ୍ତନଶୀଳତା ହେଲା ସମ୍ବଳ କାହାକୁ କୁହାଯାଏ ସେ ମନୁଷ୍ୟ ତାର ବ୍ୟକ୍ତିଗତ ତ ମାନେ ମନୁଷ୍ୟ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ଜିନିଷ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ଶୁଣଉଛି ନା ନା ଖେଁ ଖେଁ ଶୁଣାଉଛି ହଁ ସାର୍ ସେମିତି ଟିକେ ଅପ୍ କ୍ଷଣ ଡାଉନ୍ କ୍ଷଣ ଥରେ ରହୁଛି ଶୁଣା ଯାଉଛି ହଉ ତାହେଲେ ହଉଛି କିସ କହିଲି ଚାରିଟା ଗୁଣ ହେଲା ତାପରେ ଏଇନା ହଉଛି କିସ ପଢବା କହିଥିଲି ସମ୍ବଳର ପ୍ରକାର ଭେଦ ହେଲା ଏତିକି ପ୍ରକାର ଭେଦ ବି ପଢିଦବା ଏତିକି ପଢିଦେଲେ ଏତିକି ପଢିଗଲା ସରିଗଲା ହେଲା ଛୋଟିଆ ବିଷୟଟା ବହୁତ ସମ୍ବଳର ପ୍ରକାର ଭେଦ ତ ହେଡିଙ୍ଗ ଦେଇଦିଅ ସମ୍ବଳର ପ୍ରକାର ଭେଦ ହେଲା ତ ମୁଁ ଦେଖ କେତେ ବଢିଆ ନୋଟ ଟା ତିଆରି କରୁଛି ଦେଖ କେତେ ବଢିଆ ଦିଶିବ ପୁରା କଲର ଦିଶିବ ହେଲା ତ ତୁମେ ବି ପାରବ ଯଦି କି ସବୁ କଲର ଆଜ୍ଞା ପେନ୍ ଆଜ୍ଞା ମୁଁ କଲର ଲେଖୁଛି
ତ ହଁ ସାର୍ କଲର କଲର ହିଁ ଅଛି। ସମ୍ବଳର ପ୍ରକାର ଭେଦ ପାଇଁ ହେଲା ପାର୍ବ ଯଦି ଛୋଟ ଯଦି ଜାଗା ଅଛି ହେଲା ତୁମେ ହଉଛି ନେକ୍ସଟ ପେଜ ରାଫ ଖାତାରେ ଲେଖୁଛ ଯେ ନା ରାଫ ଖାତାରେ। ରାଫ ଖାତାରେ ଲେଖୁଛ ଯଦି ଠିକ ହେଲା ପରେ କିନ୍ତୁ ରାଫାତା ଉଠେଇବ ହେଲା ଆଜ୍ଞା। ସମ୍ବଳର ପ୍ରକାର ଭେଦ ପ୍ରକାର ଭେଦ ଦେ ଯଦି ରୋହିତ ଶୋଇଗଲା ନାଇଁ କି ବହୁତ ଛୁଆ ଅନଲାଇନ ରେ ଶୋଇଯାନ୍ ହେଲା ସାର୍ ତ ଦେଖୁନାହାନ୍ତି ଆମେ ଶୋଇକି କ୍ଲାସ କରୁ ରୋହିତ ଅଛି ନା ନାଇଁ ଅଛି ରହିତେ ଆଉ ସେ ଶୋଇଥାଉ ହେଲା ସମ୍ବଳର ये तो क्या है? ହେଲା ତ ମନେ ରଖ ସମ୍ବଳକୁ କେତେ ଭାଗରେ ବିଭକ୍ତ କରାହେଇଛି କଣ ସମ୍ବଳକୁ ବହୁତ ଭାଗରେ ବିଭକ୍ତ କରାହେଇଛି ହେଲା ତ ଆମେ କେମିତି ପଢବା ସମ୍ବଳକୁ ହଉଛି ଗୋଟେ ହଉଛି ଉତ୍ପତ୍ତି ଅନୁସାରେ ଭାଗ କରାହେଇଛି ସମ୍ବଳକୁ ହଉଛି ଆଉ କି ଅନୁସାରେ ମାଲିକାନା ହିସାବରେ ଭାଗ କରାଯାଇଛି ହେଲା ତ ଦେଖି ଦଉଛେ ଗୋଟେ ଗୋଟେ ହେଲା ବହି ପାଖରେ ରଖିଛ ନା ଆଜ୍ଞା ଅଛି। आजा ହଉଛି ରୁହ ଟିକେ ଖାଲି ସେ ପ୍ରକୃତି ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ ଆଠ ଆଠ ହେଲା ସମ୍ବଳକୁ କିସ କହ ନା ଆଠ ଅନୁସାରେ ମାନେ ଆଠ ପ୍ରକାର ଅନୁସାରେ ଭାଗ କରାଯାଇଛି ହେଲା ଫାଷ୍ଟ ହଉଛି କି ଅନୁସାରେ ଭାଗ କରାଯାଇଛି ଫାଷ୍ଟ ହଉଛି ପ୍ରକୃତି ଅନୁସାରେ ହେଲା ଫାଷ୍ଟ ହଉଛି କିସ ଅଲଗା ପେନ ପ୍ରକୃତି ପ୍ରକୃତି ଅନୁସାରେ ସମ୍ବଳକୁ ଫାଷ୍ଟ କି ଅନୁସାରେ ଭାଗ କରାଯାଇଛି ପ୍ରକୃତି ଅନୁସାରେ ହେଲା ପ୍ରକୃତି ଅନୁସାରେ କେତେ ଭାଗରେ ବିଭକ୍ତ କରାହାଉଛି ଟିକେ ଏପଟେ ଜାଗା ଛାଡିଦବ ବୁଝିହେଲା ଏପଟେ ଜାଗା ଛାଡି ଆଜ୍ଞା ପ୍ରକୃତି ପ୍ରକୃତି ଅନୁସାରେ ହେଲା ତାପରେ अनुसार ସେକେଣ୍ଡରେ ହଉଛି କି ଅନୁସାରେ ସେକେଣ୍ଡରେ ହଉଛି ଉତ୍ପତ୍ତି ଅନୁସାରେ କି ଅନୁସାରେ उ- ଉତ୍ପତ୍ତି उत्पत्ति ଥାର୍ଡରେ ହଉଛି ବ୍ୟବହାର ଓ ସୁଲଭତା ଅନୁସାରେ ହେଲା ବ୍ୟବହାର ଓ ସୁଲଭତା ଅନୁସାରେ ସୁଲଭତା ଅନୁସାରେ ଟିକେ ଜାଗା ଛାଡି ଛାଡି ଲେଖୁଥିବ ହେଲା ସେଥିପାଇଁ କହିଦେବି ପରେ ତାପରେ ହଉଛି ପରେ କିସ ପରେ କିସ ପଢା ହେଇସାରିଛେ ଆଜ୍ଞା परिमाण अनुसार ପରିମାଣ ଅନୁସାରେ ପରିମାଣ ଅନୁସାରେ अनुसार ତାପରେ ନେକ୍ସଟ ପେଜ ପାଲଟଉଛି ପାଲଟେଇବି କହିବ ଯିଏ ଆଜ୍ଞା ଲେଖିପାରୁ ପରିମାଣ ଅନୁସାରେ ପରେ କିସ भरण अनुसार ସିରିଏଲି କହୁଛ ତ କେତେ ନମ୍ବର ହେବ ଏଇଟା କେତେ ନମ୍ବର କୁହ 5 नंबर ପାଞ୍ଚ ନମ୍ବର ଭରଣ ଅନୁସାରେ ଭରଣ ଅନୁସାରେ अनुसार ତାପରେ ବଣ୍ଟନ ବା ବିତରଣ बन ଅନୁସାରେ ବଣ୍ଟନ ବା ବିତରଣ ଅନୁସାରେ ବଣ୍ଟନ ବା ବିତରଣ ଅନୁସାରେ अनुसार ଦୁଇ ଅନୁସାରେ ହେଲା ତାପରେ ହଉଛି 7 ନମ୍ବରରେ ସାତ ନମ୍ବର ବିକାଶ ସ୍ତର ଅନୁସାରେ ବିକାଶ ସ୍ତର ଅନୁସାରେ ହେଲା 10 ମିନିଟ ପରେ କଟିଯିବ ବୁଝି ହେଲା 10 ମିନିଟ ପରେ କଟିଯିବ କି ପାଇଁ ନା ଆମର ଜୁମ ରେ 40 ମିନିଟ ହୁଏ ହେଲା କ୍ଲାସ ବିକାଶ ବା ଆଜ୍ଞା ବିକାଶ ବା କି ଅନୁସାରେ କିଛ ଗୋଟା କହିଲ ବିକାଶ ବା କି ଅନୁସାରେ କହିଲ ବିକାଶ ସ୍ତର ଅନୁସାରେ विका ବିକାଶ ସ୍ତର ଅନୁସାରେ 10 ମିନିଟ ପରେ କଟିଯିବ ତ ଆଉ ଥରେ ଜଏନ ହବ ନା ସେତିକି ଥିବ ଆଉ ଟିକେ ପଢିଆ ଆଉ ଟିକେ ପଢବା ତ ହଉଛି 8 ଆଜ୍ଞା ନମ୍ବର ଲାଷ୍ଟ ମାନବିକାନା ଅନୁସାରେ ମାଲିକାନା ଅନୁସାରେ ମାଲିକାନା ଅନୁସାରେ ତ ଏମିତି ଯଦି ଡେଲି ପଢବା ହେଲା ଦିନରେ ସରିଯିବ ଏଇ ବିଷୟ ଟା ବୁଝିହେଲା ଏତେ ବଡ ବିଷୟ ନେଇ ସରିଯିବ ହେଲା ତ ପ୍ରକୃତି ଅନୁସାରେ କେତେ ଭାଗରେ ବିଭକ୍ତ କରାଯାଇଛି ଏଇଠି ବନେଇବି ଚିତ୍ର ବୁଝିହେଲା ଉତ୍ପତ୍ତି ଅନୁସାରେ କେତେ ଭାଗରେ ବନାହେଇଛି ଏଇଠି ଚିତ୍ର ବନେଇବି ବ୍ୟବହାର ଅନୁସାରେ ଆଉ ସୁଲଭତା ଅନୁସାରେ କେତେ ଭାଗରେ ବିଭକ୍ତ କରାଯାଇଛି ଚିତ୍ର ବନେଇବି
ପରିମାଣ ଅନୁସାରେ କେତେ ଭାଗରେ ବିଭକ୍ତ ହେଇଛି ଚିତ୍ର ବନେଇବି ହେଲା ସେଇ ପାଇଁ ଜାଗା ଛାଡୁଛି କହୁଛି ତ ହଉଛି ଫାଷ୍ଟ ପଢବା ପ୍ରକୃତି ଅନୁସାରେ କେତେ ଭାଗରେ ବିଭକ୍ତ ହେଇଛି ହେଲା ପ୍ରକୃତି ଅନୁସାରେ କେତେ ଭାଗରେ ବିଭକ୍ତ ହେଇଛି କୁହ ବହିରୁ ଦେଖିକି କୁହ ପ୍ରକୃତି ତିନି ଅନୁସାରେ ଭାଗରେ ଦୁଇ ଭାଗରେ ନା ତିନି ଭାଗରେ ବିଭକ୍ତ ତିନି ହେଇଛି। ତିନି ଭାଗରେ କିସ କିସ ଗୋଟେ ହଉଛି କୁହ ବହିରେ ପ୍ରାକୃତିକ ସମ୍ବଳ ପ୍ରାକୃତିକ ସମ୍ବଳ ପ୍ରାକୃତିକ ମୁଁ ଯେମିତି ବନଉଛି ସେମିତି ବନେଇବ ହେଲା ସମ୍ବଳ ପ୍ରାକୃତିକ ଆଜ୍ଞା ସେକେଣ୍ଡ ରେ ହଉଛି କହିଚାଲ ସାର୍ ପ୍ରାକୃତିକ ସମ୍ବଳ ହୁଁ ତାପରେ ସାଂସ୍କୃତିକ ସମ୍ବଳ ସାଂସ୍କୃତିକ ସମ୍ବଳ ହେଲା ସମ୍ବଳ ତାପରେ ମାନବ ସମ୍ବଳ ମାନବ ସମ୍ବଳ ତାପରେ ସେକେଣ୍ଡ କୁ ଚାଲ ଉତ୍ପତ୍ତି ଅନୁସାରେ କେତେ ଭାଗରେ ବିଭକ୍ତ କରାଯାଇଛି ହେଲା ସେଇ ପାଇଁ କହୁଥିଲି ଜାଗା ଛାଡବ ହେଲା ତ ବ୍ୟସ୍ତ ହୁଅନି ଆଜ୍ଞା ହେଲା ଯାହାର ବି ଯଦି ଯିଏ ଲେଖି ପାରୁନ ହେଲା ବୁଝିଛ ମୁଁ ପଠେଇଦେବି ନହେଲେ ଆଜ୍ଞା ଉତ୍ପତ୍ତି ଅନୁସାରେ କେତେ ଭାଗରେ ବିଭକ୍ତ କରାଯାଇଛି ଦୁଇ ଭାଗରେ ଦୁଇ ଭାଗରେ ବୁଝିଛ ଜୈବ ସମ୍ବଳ ଅଜୈବ ଜୈବ ସମ୍ବଳ ଆଉ ଗୋଟେ ଅଜୈବ ସମ୍ବଳ ଅଜୈବ ସମ୍ବଳ ଜୈବ ସମ୍ବଳ ଅଜୈବ ସମ୍ବଳ ଆଉ ହଉଛି ସୁଲଭ ଅନୁସାରେ ଭୁଲି ଯାଇଛି ମୁଖସ୍ଥ କରିଥିଲ ଦୁଇ ଭାଗରେ କିସ କିସ ଅସରନ୍ତି ଅକ୍ଷୟ ସମ୍ବଳ ଅସରନ୍ତି ଆଉ ଗୋଟେ ହଉଛି ସରନ୍ତି ହେଲା ଅସରନ୍ତି ସମ୍ବଳ ଆଜ୍ଞା ଆଉ ଗୋଟେ କିସ ସରନ୍ତି ସରନ୍ତି ହେଲା ତାପରେ ପରିମାଣ ଅନୁସାରେ କୁହ ଦୁଇ ଭାଗରେ ଚାରି ବିଭକ୍ତ କରାଯାଇଛି ପରିମାଣ ଅନୁସାରେ ଦୁଇ ଭାଗ କିସ କିସ ଅପୂରଣୀୟ ସମ୍ବଳ ବା ପୂରଣୀୟ ସମ୍ବଳ ଅପୂରଣୀୟ ସମ୍ବଳ ଅପୂରଣୀୟ ସମ୍ବଳ ହେଲା ସମ୍ବଳ ତାପରେ ହଉଛି ପୂରଣୀୟ ସମ୍ବଳ ପୂରଣୀୟ ସମ୍ବଳ ପୂରଣୀୟ ସମ୍ବଳ ଆଜ୍ଞା ରୋହିତ କାଲି ମାଡ ଖାଇବ ହେଲା ସେ ଶୋଇଯାଇଛି କଥା କହୁନି ସେ ଅନଲାଇନ କ୍ଲାସରେ ଜଏନ ହେଇକି ତାର ବୋଧେ ଖାଇତେ ପଳେଇଛି ନାଇଁ କି ଭରଣ ଅନୁସାରେ ଭରଣ କହିହବନି ଭରଣ ଅନୁସାରେ ବି ଦୁଇ ଭାଗରେ ହିଁ ବିଭକ୍ତ କରାଯାଇଛି କିସ କିସ ନବୀକରଣ ଯୋଗ୍ୟ ସମ୍ବଳ ଆଉ ଅଯୋଗ୍ୟ ସମ୍ବଳ ନବୀକରଣ ଅଯୋଗ୍ୟ ସମ୍ବଳ ଯୋଗ୍ୟ ଦେଖୁଛ ନା ଦେଖୁଛ ନା ନାଇଁ ଆଜ୍ଞା ଆଜ୍ଞା ଲେଖୁଛି ନବୀକରଣ ଅଯୋଗ୍ୟ ସମ୍ବଳ ନବୀକରଣ ଅଯୋଗ୍ୟ ସମ୍ବଳ ନବୀକରଣ ଯୋଗ୍ୟ ସମ୍ବଳ ନବୀକରଣ ଅଯୋଗ୍ୟ ସମ୍ବଳ ବଣ୍ଟନ ବିତରଣ ଅନୁସାରେ ବଣ୍ଟନ ବା ବିତରଣ ଅନୁସାରେ କିସ କେତେ ଭାଗରେ ଦୁଇ ଭାଗରେ ଯେ ଆଜ୍ଞା କିସ ସର୍ବତ୍ର ସୁଲଭ ସମ୍ବଳ ସୁଲଭ ସୁଲଭ ସମ୍ବଳ ଆଉ ଗୋଟେ ସ୍ଥାନୀୟ ସମ୍ବଳ ସ୍ଥାନୀୟ ସମ୍ବଳ ତାପରେ ହଉଛି ଆଉ ଲାଷ୍ଟ ଟା କୁହ ମାଲିକାନା ଅନୁସାରେ ନା ବିକାଶ ସ୍ତର ଅନୁସାରେ ଗଚ୍ଛିତ ସମ୍ବଳ ବିକାଶ ସ୍ତର ଅନୁସାରେ କେତେ ଭାଗରେ ଦୁଇ ଭାଗରେ କିସ କିସ ଗଚ୍ଛିତ ଦୁଇ ଗଚ୍ଛିତ ଗଚ୍ଛିତ ସମ୍ବଳ ଆଉ ସମ୍ବଳ ଭଣ୍ଡାର ସମ୍ବଳ ଭଣ୍ଡାର
ଦୁଇ ଭାଗରେ ତ ନୁହଁ, କେତେ ଭାଗ ଅଛି ବୋଧେ? ବିକଶିତ ସମ୍ବଳ, ସଂରକ୍ଷିତ ସମ୍ବଳ, ଚାରି ଭାଗରେ ହେଇଛି। ଦୁଇ ଭାଗରେ ତ ବିକଶିତ ସମ୍ବଳ, ବିକଶିତ ସମ୍ବଳ, ଆଉ ଗୋଟେ ହଉଛି କିସ? ସଂରକ୍ଷିତ ସମ୍ବଳ। ସଂରକ୍ଷିତ ସମ୍ବଳ। ମାଲିକାନା ଅନୁସାରେ ରହୁଛି ଲାଷ୍ଟ ମାଲିକାନା ଅନୁସାରେ ହେଲା। ଠିକ ମାଲିକାନା ଅନୁସାରେ ସେଇଟା ହଉଛି 4। ଏଟା ବି ଚାରି ଭାଗରେ ବିଭକ୍ତ କରେ। ମାଲିକାନା ଅନୁସାରେ କିସ କିସ? ଫାଷ୍ଟ ହଉଛି ବ୍ୟକ୍ତିଗତ ସମ୍ବଳ, ବ୍ୟକ୍ତିଗତ ସମ୍ବଳ, ଗତ ସମ୍ବଳ ହେଲା। ଗୋଷ୍ଠୀ ତାପରେ ହଉଛି କିସ? ଗୋଷ୍ଠୀଗତ ଗୋଷ୍ଠୀ ଗୋଷ୍ଠୀଗତ ସମ୍ବଳ, ତାପରେ ସମ୍ବଳ, ଜାତୀୟ ସମ୍ବଳ। ଜାତୀୟ ସମ୍ବଳ, ଆନ୍ତର୍ଜାତୀୟ ସମ୍ବଳ, ଜାତୀୟ ସମ୍ବଳ। ଅନ୍ତର୍ଜାତୀୟ ବନାନ ଠିକ ଲାଗୁ ହେଲା। ସମ୍ବଳ ଜାତୀୟ ସମ୍ବଳ, ଜାତୀୟ ସମ୍ବଳ ବନାନ ଠିକ ଲାଗୁ ହେଲା। ଲେଖି ସାରିଲି ତ ହଉଛି ଏଇନା ଆମେ କିସ ପଢବା କୁହନା? ଏଇନା ପଢବା ହଉଛି ସବୁ କାହାକୁ, ବେଶୀ କିଛି ପଢବାନି ହେଲା। ଖାଲି ପଢବା ହଉଛି ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ ତାର ଉଦାହରଣ, ସାଂସ୍କୃତିକ ସମ୍ବଳ କାହାକୁ କୁହାଯାଏ ତାର ଉଦାହରଣ, ମାନବ ସମ୍ବଳ କାହାକୁ କୁହାଯାଏ ତାର ଉଦାହରଣ, ଜୈବ ସମ୍ବଳ କାହାକୁ କୁହାଯାଏ ତାର ଉଦାହରଣ, ଅଜୈବ, ସେମିତି ସବୁ ଗୁଡା ପଡବା ହେଲା। କେତେଟା ସମ୍ବଳ ଦେଖିଲେ? 1, 2, 3, 4, 5, 6, 7, 8, 9, 10, 11, 12, 13, 14, 15, 16, 17, 18, 19, 20, 21, 21ଟା ଦେଖିଲେ ସମ୍ବଳ ହେଲା। 21ଟା ସମ୍ବଳ କାହାକୁ କୁହାଯାଏ ଆଉ ତାର ଉଦାହରଣ ହେଲା। ଏତିକି ଲେଖିଦେଲେ କିସ ଆମର ବିଷୟ ସରି, ମାନେ ଏଇ ପ୍ରକାର ଭେଦ ସରିଯିବ। ବୁଝିହେଲା? ତ ହଉଛି ବହୁତ ଛୋଟ ହେଲା। ନେକ୍ସଟ ଲିଙ୍କ ପଠେଇବି ବେଳେ ଏଇନା ତ କଟିଯିବ ଆଉ 1 ମିନିଟ ପରେ ହେଲା। ତ ଏଇନା ଷ୍ଟାର୍ଟ କରୁନି, ଆଉ ଥରେ କଟିଗଲା ପରେ ଆଉ ଥରେ ଜଏନ ହେଇକି ଆସିବ ହେଲା। ଆଜ୍ଞା ତ ଆଜି ସାରିଦବା, କି କହୁଛ ବିଷୟଟା? ଆଜ୍ଞା। ବସି ପାରବ ନା? ସାର୍ ମୋବାଇଲ ଟା ଟିକେ ଚାର୍ଜ ନାହିଁ। ମୋବାଇଲ ଚାର୍ଜ ନାହିଁ? ସରିଯିବ ଆଉ ମୋବାଇଲ ଟା ନାଇଁ ପାଖରେ 40 ମିନିଟ ଦରକାର ଆଉ। ସାର୍ ଆଜି ଛାଡି ଦେଇଥିଲେ ହେଇଥାନ୍ତା। ଏତିକି ପଢା ହେଇସାରିଛି ନା? ଜଲଦି ସରି ଯାଇଥାନ୍ତା। ଆଉ ଗୋଟେ କାମ କରିବା ହେଲା, ଏଇଟାକୁ ହିଁ ଆଜି ଯେତିକି ପଢେଇଲି ହେଲା, ସେତିକି ହିଁ ବୁଝ ହେଲା। କାଲି ଆଉଥରେ ପଢବ ଆଜ୍ଞା। ହେଲା। ଆଜ୍ଞା ହଉ। କାଲି ପଢବା କେତେବେଳକୁ ପଢବା? 8 ରୁ ହେଲା। 8 ରୁ ପଢବା। ଆଜି ଲେଟ୍ କରିଦେଲାଣି ଟିକେ ଜଏନ ହବାର ଆଜ୍ଞା ଲେଟ୍। ସେଇଆ ତ ମୁଁ ଏଇଟା ଜଏନ୍ ଆଜ୍ଞା ଜଏନ ହେଇଥିଲେ ଟା ଟିକେ ଲେଟ୍ ହେଇଗଲା। ପ୍ରଥମ ବେଳେ ନା ତ ହଉଛି ଯିଏ ହଉଛି କିସ ଧରା ଯାଉ ଏଇଠି ବୁଝିପାରିଲାନି ତ ଏଇଟା ଯେମିତି ଗୀତ ଇୟର ଫୋନ ଲଗେଇକି ଶୁଣ ହେଲା, ଖାଲି ଶୁଣିଲେ ବି ମନେ ରହିଯିବ। ବୁଝିହେଲା? କାଲି ପଢିଥିବ ପଚାରିବି। ଆଜ୍ଞା ଆଜ୍ଞା ବୁଝିହେଲା ନା ନାଇଁ? ବୁଝିହେଲା। ହଁ କଟିଯିବ ଅଟୋମେଟିକ।